ବୈଶାଖୀ। ମେ 7 ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଥିବା ବେଳେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ମେ 1 ତାରିଖରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଆଦି ଜିଲ୍ଲାରେ ପବନ ସହ ବର୍ଷା ସମ୍ଭାବନା ରହିଥିଲା। ଏହାସହ ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକରେ ହାଲୁକା ବର୍ଷା ହେବାର ସମ୍ଭାବନା ଥିଲା। ମେ 2 ତାରିଖରେ ଉତ୍ତର ଓଡ଼ିଶା ସହ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଥିଲା। ସାରା ଓଡ଼ିଶାରେ ମେ 2 ତାରିଖରେ ବର୍ଷାର ସମ୍ଭାବନା ଥିଲା। କେନ୍ଦୁଝର, ସୁନ୍ଦରଗଡ଼, ନୟାଗଡ଼, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ରାୟଗଡ଼, ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଥିଲା। ମେ 3 ତାରିଖରେ ଅର୍ଥାତ୍ ଆଜି ପାଇଁ ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଏହାପରେ 7 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ସୂଚନା ମିଳିଛି। ନଜର ପକାଇବା ପରବର୍ତ୍ତୀ ଖବର ଉପରେ ଗତକାଲି ଅପରାହ୍ନ 4ଟାରେ ପ୍ରକାଶ ପାଇଛି ପରୀକ୍ଷା ଫଳ। ସନ୍ଧ୍ୟା 6ଟାରେ ୱେବସାଇଟ୍ରେ ରହିଛି ଉପଲବ୍ଧ। ଗତକାଲି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ଅପରାହ୍ନ 4ଟାରେ କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଘୋଷଣା ହୋଇଥିଲା ରେଜଲ୍ଟ। ସନ୍ଧ୍ୟା 6ଟା ପରେ ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ ୱେବସାଇଟ୍ www.bscodisha.ac.in ଏବଂ www.orisharesult.nic.in ରେ ନିଜେ ନିଜର ପରୀକ୍ଷା ଫଳ ଦେଖିପାରିବେ। ରୋଲ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ୱେବସାଇଟ୍ରେ ଫଳାଫଳ ଯାଞ୍ଚ କରିପାରିବେ ଛାତ୍ରଛାତ୍ରୀ। ଏହା ସହିତ SMS ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିବାର ସୁବିଧା ବୋର୍ଡ ପକ୍ଷରୁ ଉପଲବ୍ଧ କରାଯାଇଛି। ଯେଉଁମାନେ ପରୀକ୍ଷା ଫଳ ନେଇ ଅସନ୍ତୁଷ୍ଟ ହେବେ ସେମାନେ ପୁନଃ ମୂଲ୍ୟାୟନ କିମ୍ବା ପୁନର୍ଯାଞ୍ଚ ପାଇଁ ଆବେଦନ କରିପାରିବେ। ରାଜ୍ୟର 3029ଟି ପରୀକ୍ଷା କେନ୍ଦ୍ରରେ ଚଳିତ ଥର 5 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପ୍ରଶ୍ନପତ୍ର ଲିକ୍ ଓ କପି ରୋକିବାକୁ ବୋର୍ଡ ପକ୍ଷରୁ ପ୍ରଥମ ଥର ପାଇଁ ପ୍ରଶ୍ନପତ୍ରରେ ରହିଥିଲା QR କୋଡ୍। 600 ପରୀକ୍ଷା କେନ୍ଦ୍ରରେ ସିଧାସଳଖ ଲାଇଭ୍ ଷ୍ଟ୍ରିମ୍ ହୋଇଥିଲା। ସବୁ କେନ୍ଦ୍ରରେ ଲାଗିଥିଲା CCTV। ନଜର ପକାଇବା ପରବର୍ତ୍ତୀ ଖବର ଉପରେ 10 ତାରିଖରେ ଓଡ଼ିଶା ଆସିବେ ଶାହା। ଆସନ୍ତା 10 ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା। 2 ଦିନ ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା। ଓଡ଼ିଶା ଗସ୍ତରେ ଆସି ଜଟଣୀ ଫରେନ୍ସିକ୍ ବିଶ୍ୱବିଦ୍ୟାଳୟରେ ଶିଳାନ୍ୟାସ କରିବେ ଶାହା। ଏହାପରେ ସନ୍ଧ୍ୟାରେ ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବେ। ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପୁରୀରେ ହିଁ ରାତ୍ରି ଯାପନ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି। 11 ତାରିଖ ଦିନ ପୁରୀରୁ ବାହାରି ସମ୍ବଲପୁର ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ମା ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ କିଛି ପ୍ରକଳ୍ପ ଶିଳାନ୍ୟାସ କରିବେ। ପରେ ଭୁବନେଶ୍ୱର ଆସି ଜନତା ମଇଦାନରେ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇ ଅଭିଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି। ଏହାରି ଭିତରେ ରାଜ୍ୟରେ କିଛି ନେତୃତ୍ୱଙ୍କ ସହ ଆଲୋଚନା କରିପାରନ୍ତି ଶାହା। ଅନ୍ୟପଟେ ଶାହାଙ୍କ ଗସ୍ତ ସଫଳ କରିବାକୁ କାଲି ବିଜେପି କାର୍ଯ୍ୟାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟ ସଭାପତି, ପ୍ରଭାରୀ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ବସି ଆଲୋଚନା କରିଛନ୍ତି। ନଜର ପକାଇବା ପରବର୍ତ୍ତୀ ଖବର ଉପରେ ବିଦେଶୀଙ୍କୁ ଚିହ୍ନଟ କରାଯାଇ କଟାଯିବ ରାସନ କାର୍ଡ। କଟାଯିବ ବିଦେଶୀଙ୍କ ରାସନ କାର୍ଡ। ଯେଉଁମାନେ ବିଦେଶରୁ ଆସି ଓଡ଼ିଶାରେ ରହୁଛନ୍ତି ଏବଂ ଓଡ଼ିଶାର ନାଗରିକ ଭାବେ ରାସନ କାର୍ଡରେ ରାସନ ପାଉଛନ୍ତି ସେମାନେ ସମସ୍ତଙ୍କର ରାସନ କାର୍ଡ କଟିବେ ସରକାର। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବିଶେଷ କରି ଯେଉଁ ସବୁ ବାଂଲାଦେଶୀ, ପାକିସ୍ତାନୀ କିମ୍ବା ମିଆଁମାର ଲୋକ ଓଡ଼ିଶାରେ ଅଛନ୍ତି ଆଉ ସେମାନଙ୍କର ରାସନ କାର୍ଡ ପାଉଛନ୍ତି ସେମାନେ ସମସ୍ତଙ୍କର ରାସନ କାର୍ଡ କଟାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। ବିଦେଶୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର ରାସନ କାର୍ଡ କଟାଯିବ। ପ୍ରଶାସନିକ ସ୍ତରରେ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ। ବାଂଲାଦେଶ, ପାକିସ୍ତାନ କିମ୍ବା ମିଆଁମାର ହୁଅନ୍ତୁ, ରାସନ କାର୍ଡ କଟିବ। ରାସନ କାର୍ଡ ଆତେଇ ଥିଲେ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ନଜର ପକାଇବା ପରବର୍ତ୍ତୀ ଖବର ଉପରେ ଖୁବ୍ ଶୀଘ୍ର ପ୍ରକାଶ ପାଇବ ଯୁକ୍ତ 2 ପରୀକ୍ଷା ଫଳ। ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା। ଖୁବ୍ ଶୀଘ୍ର ପ୍ରକାଶ ପାଇପାରେ ଯୁକ୍ତ 2 ପରୀକ୍ଷା ଫଳ। ଏନେଇ ସମସ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ, ଯାହା ଆବଶ୍ୟକମୂଳକ ପଦକ୍ଷେପ ବିଭାଗ ପକ୍ଷରୁ ନିଆଯାଉଛି। ଚଳିତ ମାସ ଶେଷରେ ଫଳ ପ୍ରକାଶ ନିମନ୍ତେ ଉଦ୍ୟମ ଚାଲିଛି। ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମନ୍ତ୍ରୀ। ତେବେ ମାଟ୍ରିକ ପରୀକ୍ଷା ଭଳି ଯୁକ୍ତ 2 ପରୀକ୍ଷା ଫଳ ମଧ୍ୟ ସନ୍ତୋଷଜନକ ହେବ ବୋଲି